ठीक अच्छे भाई। ठीक ଅଛି ତ? अच्छी ठीक अच्छे। ଆମେ ଆଲୋଚନା କରୁଥିଲେ ଟିକେ ରିକ୍ୟାପ୍ କରିଦବା କାରଣ କଣ ଆମେ ଟପିକ ଟିକେ ମନେ ପଡୁନି, ଆଉ ଥରେ ରିକ୍ୟାପ୍ କରିଦବା। ଶ୍ଲୋକ ନମ୍ବର 9 ରେ ସୈନ୍ୟ ଆଦି ଋଷିମାନେ ପ୍ରଥମ ପ୍ରଶ୍ନ ପଚାରିଲେ କଣ? ପୁଂସାମ୍ ଏକାନ୍ତିକ ଏକାନ୍ତ ଶ୍ରେୟ, ଅର୍ଥାତ୍ ମନୁଷ୍ୟ ମାନଙ୍କର ଏକାନ୍ତକ ଶ୍ରେୟ ବା ମନୁଷ୍ୟ ଜୀବନର ପରମ ଶ୍ରେୟ ବା ମନୁଷ୍ୟ ଜୀବନ କଣ ଲକ୍ଷ୍ୟ ଅଟେ? ये प्रथम प्रश्न पचारिଥିଲେ ସୁତ ଗୋସ୍ୱାମୀ। ଏବଂ ଶ୍ଲୋକ ନମ୍ବର 2 ରେ ସୈନିକ ଋଷିମାନେ କହୁଛନ୍ତି ପ୍ରାୟେଣ ଅଳ୍ପ ଆୟୁଷ ସଭ୍ୟ କଳାବସ୍ମିନ୍ ଯୁଗେ ଜନାଃ ମନ୍ଦ ସୁମନ୍ଦ ମତୟୋ ମନ୍ଦ ଭାଗ୍ୟା ଉପଦ୍ରୁତଃ। ଅର୍ଥାତ୍ हे ବ୍ରାହ୍ମଣ, हे ସୁତ ଗୋସ୍ୱାମୀ, ମନୁଷ୍ୟ ମାନଙ୍କର ପରମ ଶ୍ରେୟ ଦେଶ କାଳ ପାତ୍ର ଅନୁଯାୟୀ କୁହନ୍ତୁ, ଏମିତି କି ନୁହଁ ଦେଶ ମିନ୍ସ ଏ ଭୌତିକ ଜଗତ, ଏଇ ଜଗତରେ କଣ ମାନବ ମାନଙ୍କର ଶ୍ରେୟ କୁହନ୍ତୁ। କାଳ, କେଉଁ କାଳରେ ମନୁଷ୍ୟ ମାନଙ୍କର ଶ୍ରେୟ କଣ କୁହନ୍ତୁ। ଏମିତି ନୁହଁ କି କଳି କାଳରେ ଆମେ କଳିଯୁଗର ଲୋକମାନଙ୍କର ଶ୍ରେୟ କଣ କୁହନ୍ତୁ। ଏମିତି ନାହିଁ ଆପଣ ସତ୍ୟ ଯୁଗ ଲୋକ କଥା କହିବେ। ପାତ୍ର ଅର୍ଥାତ୍ ଏ ଲୋକମାନଙ୍କର, ଏ କଳିଯୁଗର ଲୋକମାନେ କଣ ଅଛନ୍ତି ନା ପ୍ରାୟଣ ଅଳ୍ପ ଆୟୁଷ, ଏମାନଙ୍କର ଆୟୁଷ ହଉଛି ବହୁତ କମ୍, ଅଳ୍ପ ଆୟୁଷ। ଏବଂ ମନ୍ଦ, ମନ୍ଦ ମାନେ ଆଲସ୍ୟ, ସୁମନ୍ଦ ମତୟ, ସୁମନ୍ଦ ମତୟ ମାନେ ତାଙ୍କର ବୁଦ୍ଧି ଖରାପ, ମନ୍ଦ ଭାଗ୍ୟ, ପୁରା ମନ୍ଦ ଭାଗ୍ୟ ମାନେ ସାଧୁ ସଙ୍ଗ କରନ୍ତି ନାହିଁ, ଏବଂ ଉପଦ୍ରୁତ, ବିଭିନ୍ନ ପ୍ରକାର ଟେନସନ, ବିଭିନ୍ନ ପ୍ରକାର ଡିଷ୍ଟରବାନ୍ସ, ମାନସିକ ରୋଗ, ଏହିପରି ବିଭିନ୍ନ ପ୍ରକାର ଟେନସନରେ ଏ କଳିଯୁଗ ଲୋକମାନେ ଅଛନ୍ତି। ତେଣୁ ଆପଣ ଦେଶ କାଳ ପାତ୍ର ଅନୁଯାୟୀ ବା ଏ କଳିଯୁଗର ଲୋକମାନଙ୍କର, ଏଇ କଳିଯୁଗର ଲୋକମାନଙ୍କର ପରମ ଶ୍ରେୟ କଣ ହବ କୁହନ୍ତୁ। ଏମିତି ନୁହେଁ କି ଆପଣ ସତ୍ୟଯୁଗ କଥା କହିବେ, ବୁଝିପାରୁଛନ୍ତି ତ? ତେଣୁ ସେଥିପାଇଁ କହିଲେ କଳାବସ୍ମିନ୍ ଯୁଗେ ଜନାଃ, ଏ କଳିଯୁଗ ଲୋକମାନଙ୍କର କେମିତି ଶ୍ରେୟ ହବ, କଣ ଲକ୍ଷ୍ୟ, ଏ କଥା କୁହନ୍ତୁ। ପୁଣି କହିଲେ କଣ ନା ଭୂରିଣୀ ଭୂରି କର୍ମାଣି ଶ୍ରୁତବ୍ୟାନି ବିଭାଗଶଃ ଅତଃ ସାଧୁତ୍ର ଯତ୍ ସାରଂ ସମଧୃତ୍ୟ ମନୀଷୟା ବ୍रूहि ଭଦ୍ରାୟ ଭୂତାନାଂ ଜେନାତ୍ମା ସୁପ୍ରସିଦ୍ଧତି। ସାର ଅର୍ଥାତ୍ ଭୂରିଣୀ, ବହୁ ଶାସ୍ତ୍ର ଅଛି, ଅନେକ ଶାସ୍ତ୍ର ଅଛି। ଭୂରି କର୍ମାଣୀ, ଅନେକ ଶାସ୍ତ୍ରରେ ଅନେକ କର୍ମ ବର୍ଣ୍ଣନା କରାଯାଇଛି। ଶ୍ରୋତବାଣୀ ଅର୍ଥାତ୍ ସେଗୁଡିକୁ ଶୁଣିବା ଦରକାର, ସେଗୁଡିକୁ ପଢିବା ଦରକାର, ପଢିବା ଉଚିତ। ବିଭାଗ ସହ, ଏଇ ଶାସ୍ତ୍ର ମାନଙ୍କରେ ମଧ୍ୟ ବହୁତ ବିଭାଗ ଅଛି, କର୍ମକାଣ୍ଡ, ଜ୍ଞାନ କାଣ୍ଡ, ଭକ୍ତି କାଣ୍ଡ, ଏଇପରି ବିଭିନ୍ନ ବିଭାଗ ଅଛି। ଅତଃ ସାଧୁତ୍ର, ତେଣୁ ହେ ସାଧୁ, ଯତ୍ ସାରଂ, ଏ ସମସ୍ତ ବୈଦିକ ଶାସ୍ତ୍ର ଯାହା ସାର, ସମୁଦ୍ର ମନୁଷ୍ୟା, ବୁଦ୍ଧି ବ୍ୟକ୍ତି ମାନେ ମନ୍ଥନ କରି କହିଛନ୍ତି ଯେ ଇଏ ସମସ୍ତ ସାର, ସମସ୍ତ ଶାସ୍ତ୍ର ସାର କଣ, ବୁହି ଭଦ୍ରାୟ, ଅର୍ଥାତ୍ ତାହାକୁ କୁହନ୍ତୁ। ସମସ୍ତ ଶାସ୍ତ୍ର ସାର କୁହନ୍ତୁ କହିଲେ କଣ ହବ, ଭୂତାତ୍ମା, ସମସ୍ତ ଜୀବ ମାନଙ୍କର ଜେନାତ୍ମା ସୁପ୍ରସିଦ୍ଧତି, ଜୀବ ମାନେ ଯେଉଁଥିରେ ଆତ୍ମା କହ ସୁପ୍ରସିଦ୍ଧି ମାନେ ଆତ୍ମା ଆନନ୍ଦ ଅନୁଭବ କରିବ, ଶାନ୍ତିକୁ ପ୍ରାପ୍ତ କରିବ, ଆତ୍ମା ଯେପରି ସନ୍ତୁଷ୍ଟ ହେଇଯିବ, ସେହିପରି ଆପଣ କୁହନ୍ତୁ। ବୁଝିହଉଛି? ନେକ୍ସଟ ପୁଣି କଣ କହିଲେ ନା
सूत्रं जानासि भद्रं ते भगवान् सत्त्वत्वाङ्पति देवक्यां वासुदेवस्य जातो जस्य चिकीर्षया। हे सुत गोस्वामी भद्र अर्थात कौन ଆପଣ ମଙ୍ଗଳକାରୀ ଅଟନ୍ତି। ଭଗବାନ ସାତ୍ୱତଂପତି ଯେଉଁ ଭଗବାନ ସାତ୍ୱତଂପତି ଅର୍ଥାତ୍ ଭକ୍ତମାନଙ୍କର ପାଳକ ବା ଭକ୍ତମାନଙ୍କର ରକ୍ଷାକର୍ତ୍ତା ଦେବକ୍ୟାଂ ବାସୁଦେବସ୍ୟ ଜାତଯସ୍ୟ ଚିକିତ୍ସସି କାହିଁକି ବାସୁଦେବ ବସୁଦେବଙ୍କର ପତ୍ନୀ ବା ଦେବକୀ ମାଙ୍କର ଗର୍ଭରେ କାହିଁକି ଆବିର୍ଭୂତ ହେଲେ? ଯେଉଁ ଭଗବାନ ଚାହିଁଥିଲେ ଇଚ୍ଛା ମାତ୍ରେ ସବୁ କିଛି କରିପାରିବେ, ସବୁ କରିବାର ସମର୍ଥ ସେ ପ୍ରଭୁ ଅଟନ୍ତି, ସେ ବିଭୁ ଅଟନ୍ତି। ସିଏ କଣ ପାଇଁ ବା କେଉଁ ପ୍ରୟୋଜନ ପାଇଁ ବାସୁଦେବଙ୍କର ପତ୍ନୀ ଦେବକୀଙ୍କର ଗର୍ଭରେ ପ୍ରକଟ ହେଲେ? କଣ ପାଇଁ ପ୍ରକଟ ହେଲେ? ଅର୍ଥାତ୍ ଏଥିରୁ ଜଣା ପଡୁଛି ଯେ ସୈନ୍ୟକାଦି ଋଷିମାନେ କୃଷ୍ଣ କଥା ଶ୍ରବଣ କରିବା ପାଇଁ ଇଚ୍ଛୁକ ଥିଲେ ବା ମୁଁ କୃଷ୍ଣ କଥା କୁହନ୍ତୁ, ଯାହା ଦ୍ୱାରା ଆତ୍ମା ସନ୍ତୁଷ୍ଟ ବା ଆତ୍ମା ଦିବ୍ୟ ଆନନ୍ଦକୁ ଅନୁଭବ କରିବ ଏବଂ ସମସ୍ତ ଶାସ୍ତ୍ର ସାର ମଧ୍ୟ କଣ ନା କୃଷ୍ଣ କଥା। ତେଣୁ କୃଷ୍ଣ କଥା କୁହନ୍ତୁ। ଏବଂ 13 ଆମେ ଆଲୋଚନା କରିଥିଲେ ତନ୍ନଃ ଶୁଶ୍ରୂଷମାଣାନାମ୍ ଅହର୍ଷି ଅଙ୍ଗାනුବନ୍ଦିତମ୍ ଯସ୍ୟ ଅବତାର ଭୂତାନାଂ କ୍ଷମାୟ ଚ ଭବାୟ ଚ। ଅର୍ଥାତ୍ हे ସୁତ ଗୋସ୍ୱାମୀ ଭଗବାନଙ୍କର ଅବତାର ଯସ୍ୟ ଅବତାର ଯାହାଙ୍କର ଅବତାରରେ ଭୂତାନାଂ ସମସ୍ତ ଜୀବମାନଙ୍କର କଣ ହୁଏ? କଲ୍ୟାଣ ହୁଏ। କ୍ଷମାୟ ଚ ଭବାୟ ଚ କଲ୍ୟାଣ ହୁଏ ଏବଂ ଉନ୍ନତି ମଧ୍ୟ ହୁଏ ସମସ୍ତ ଜୀବମାନଙ୍କର। ଆମେ ଆଲୋଚନା କରିଥିଲେ ସମସ୍ତ ଜୀବ ମାନେ ଖାଲି ସାଧୁ ମାନଙ୍କର ନୁହଁ, ଅସୁର ମାନଙ୍କର ବି କଲ୍ୟାଣ ହୁଏ, ରାକ୍ଷସ ମାନଙ୍କର ବି କଲ୍ୟାଣ ହୁଏ। ସମସ୍ତେ ଅର୍ଥାତ୍ ସମସ୍ତ ଜୀବ ମାନଙ୍କର କଲ୍ୟାଣ ହୁଏ ଭଗବାନଙ୍କର ଅବତାରରେ। ଏଇଟା ଆମେ ଆଲୋଚନା କରିଥିଲେ। ହେଲେ କୁହନ୍ତୁ ଏଥିରେ କିପରି ଭଗବାନ ସାଧୁ ମାନଙ୍କର ତ କଲ୍ୟାଣ କରି ନିଶ୍ଚିତ ରୂପେ ସନ୍ଦେହ ନାହିଁ, ତ ରାକ୍ଷସ ମାନଙ୍କର କିପରି କଲ୍ୟାଣ ହୁଏ କିଏ କହିବେ? ଆମର ଆଲୋଚନା ହେଇଥିଲା, କିଏ ଅଛନ୍ତି ମହାନ ବ୍ୟକ୍ତି କହିବେ ଯଦି। ହରେ କୃଷ୍ଣ ପ୍ରଭୁ। ଦଣ୍ଡ ପ୍ରଣାମ। ଅସୁର ମାନଙ୍କ ବଧ ଦ୍ଵାରା ସେମାନେ ମୁକ୍ତି ହେଇଥାନ୍ତି। ବଧ ଦ୍ୱାରା ମୁକ୍ତି ହେଇଯାଆନ୍ତି। ଆଉ କିଏ କିଛି କହିବେ? ଅସୁର ମାନଙ୍କର କିପରି କଲ୍ୟାଣ ହୁଏ? ବଧ କରିବା ଦ୍ଵାରା ସେମାନେ ବଧ କରିବା ଭଗବାନ ଦ୍ୱାରା ଭଗବାନଙ୍କ ହାତରେ ହିଁ ସେ ବଧ ହୁଅନ୍ତି, ସେଥିପାଇଁ ସେମାନଙ୍କର କଲ୍ୟାଣ ହୁଏ। ନଚେତ୍ ତାଙ୍କର କଲ୍ୟାଣ ହେବାର ଚାନ୍ସ ନଥାଏ ନା କଣ? ଆଜ୍ଞା ବା ସେମାନଙ୍କର କଲ୍ୟାଣ ହେବା ଅସମ୍ଭବ ଅଟେ। ଯଦି ଆମେ କହିବା ସେମାନଙ୍କର କଲ୍ୟାଣ ହେବା ଅସମ୍ଭବ ଅଟେ, ତେଣୁ ଭଗବାନ ଅବତରିତ ହେଲେ ଭଗବାନଙ୍କ ହାତରେ ବଦ୍ଧ ହେଲେ ସେମାନେ ମୁକ୍ତି ପାଇଥାନ୍ତି। ତେଣୁ ରାକ୍ଷସ ମାନଙ୍କର ମଧ୍ୟ କ୍ଷମାୟ ଚ ଭବାୟ ଚ। କ୍ଲିୟର? ସମସ୍ତେ କ୍ଲିୟର? ଆଜ୍ଞା ତାହେଲେ ବର୍ତ୍ତମାନ ଶ୍ଲୋକ କଣ ଦେଖନ୍ତୁ, ତା ଶ୍ଲୋକ ଏସବୁ ଲିଙ୍କ କଣ? ବର୍ତ୍ତମାନ ଶ୍ଲୋକରେ କୁହାଯାଉଛି କଣ କୁହାଯାଉଛି ନା ଭଗବାନ ଯସ୍ୟ ଅବତାର କଣ କହିଲେ 13 ଶ୍ଲୋକରେ? ଦେଖନ୍ତୁ 13 ଶ୍ଲୋକ ସମସ୍ତେ ଦେଖନ୍ତୁ, ଶ୍ଲୋକ ଦେଖନ୍ତୁ, ମତେ ଦେଖନ୍ତୁନି। ଯସ୍ୟ ଅବତାର ଭୂତାନାଂ ଯାହାଙ୍କର ଅବତାରରେ ଜୀବମାନଙ୍କର କଣ ହୁଏ? କ୍ଷମାୟ ଚ କଲ୍ୟାଣ ହୁଏ। ଭବାୟ ଚ। କ୍ଷମାୟ ଚ ଭବାୟ ଚ ଅର୍ଥ କଣ ହେଲା? କଲ୍ୟାଣ ହୁଏ ବା ଉନ୍ନତି ହୁଏ। ନାଇଁ, ଯାହାଙ୍କର ଅବତାରରେ ଅର୍ଥାତ୍ ଭଗବାନ କୃଷ୍ଣଙ୍କର ଅବତାରରେ ସମସ୍ତଙ୍କର କଲ୍ୟାଣ ହୁଏ ଏବଂ ଉନ୍ନତି ହୁଏ। ମଙ୍ଗଳ ବା ଉନ୍ନତି ହୁଏ। ଆରେ କ୍ଲିୟର? ତାହେଲେ ପ୍ରଶ୍ନ ଉଠୁଛି ଭଗବାନଙ୍କର ଅବତାରରେ ବା ଭଗବାନ ଯେତେବେଳେ
ए जगत रे अवतरित होती भूताना क्षमाय च भवाय च समस्त प्राणिक मानकर मंगल ओ उन्नति हुए केतेବେଳେ हुए ଯେତେବେଳେ ଭଗବାନ ଏଇ ଜଗତରେ ଅବତରିତ ହୋଇଥାନ୍ତି ଆରୁ କ୍ଲିୟର ବୁଝିଲେ ଯେତେବେଳେ ଭଗବାନ ଏଇ ଜଗତରେ ଅବତରିତ ହୋଇଥାନ୍ତି ସେତେବେଳେ ସମସ୍ତ ଜୀବ ମାନଙ୍କର କଲ୍ୟାଣ ଓ ଉନ୍ନତି ହୋଇଥାଏ ତାହେଲେ ପ୍ରଶ୍ନ ଉଠୁଛି ଯେ ଭଗବାନ ଅବତରିତ ହେଇ ତାଙ୍କର ଲୀଳାକୁ ସମ୍ପାଦନ କରି ପୁଣି ତାଙ୍କର ଧାମକୁ ରିଟର୍ନ ବା ଫେରସ୍ତ ଯାଇଥାନ୍ତି ଏସ ନ କୁହନ୍ତୁ ରାମଚନ୍ଦ୍ର ଆସିଲେ ତାଙ୍କର ଲୀଳା ସମ୍ପାଦନ କଲେ ପୁଣି ପଳେଇଲେ ତାଙ୍କ ଜାଗାକୁ ଅଯୋଧ୍ୟା ପଳେଇଲେ କି ନାହିଁ ମାନେ ତାଙ୍କ ଅଯୋଧ୍ୟା ପ୍ଲାଟଫର୍ମ ପଳେଇଲେ ଆପଣ ଭଗବାନ କୃଷ୍ଣ ଆସିଲେ ତାଙ୍କ ଲୀଳା ସମ୍ପାଦନ କରି କୁଆ ପଳେଇଲେ ଗୋଲକ ଧାମ ପଳେଇଲେ ଚୈତନ୍ୟ ମହାପ୍ରଭୁ ଆସିଲେ ତାଙ୍କ ଲୀଳା ସମ୍ପାଦନ କରିକି ସେ ତାଙ୍କ ଜାଗାକୁ ପଳେଇଲେ ତେଣୁ ଭଗବାନ ଅବତରିତ ହଅନ୍ତି ନିଶ୍ଚିନ୍ତ ରୂପରେ ଭୂତାନାଂ କ୍ଷମାୟଚ ଭବାୟଚ ସମସ୍ତ ପ୍ରାଣୀ ମାନଙ୍କର ମଙ୍ଗଳ ଉନ୍ନତି ପାଇଁ ଏଥିରେ ସନ୍ଦେହ ନାହିଁ କିନ୍ତୁ ଯେତେବେଳେ ଭଗବାନ ଲୀଳା ସରିଯାଏ ତାହେଲେ ଭଗବାନ ଏ ଜଗତ ଛାଡିକୁ ତାଙ୍କର ଗୋଲକ ଧାମ ପଳାନ୍ତି ହଁ କି ନାଇଁ ଯେତେବେଳେ ଭଗବାନ ତାଙ୍କ ଲୀଳା ସମ୍ପାଦନ କରିଦିଅନ୍ତି ବା ଯେ ଉଦ୍ଦେଶ୍ୟରେ ଆସିଥାନ୍ତି ତା ପରିପୂର୍ଣ୍ଣ ହେଇଗଲେ ସେ ପୁଣି ତାଙ୍କ ଧାମକୁ ପଳେଇ ଯାଆନ୍ତି ତାହେଲେ ପ୍ରଶ୍ନ ଉଠୁଛି ଭଗବାନ ତାଙ୍କର ଯେତେବେଳେ ସମସ୍ତ ଲୀଳାକୁ ସମ୍ପାଦନ କରି ତାଙ୍କ ଧାମକୁ ଫେରି ଯାଆନ୍ତି ସେତେବେଳେ ଜୀବ ମାନଙ୍କର କ୍ଷମାୟଚ ଭବାୟଚ କିପରି ହୁଏ ଭାଗବତମକୁ ପଢି ହରେ କୃଷ୍ଣ ପ୍ରଶ୍ନ ବୁଝିଲେ ତ ଆଜ୍ଞା ଭଗବାନ ଯେତେବେଳେ ଅବତରିତ ହନ୍ତି ଏ ଜଗତରେ ଲୀଳା ସମ୍ପାଦନ କରନ୍ତି ନିଶ୍ଚିନ୍ତ ରୂପରେ ଏଥିରେ ସନ୍ଦେହ ନାହିଁ ଯେ ଭୂତାନାଂ କ୍ଷମାୟଚ ଭବାୟଚ ସମସ୍ତ ପ୍ରାଣୀ ମାନଙ୍କର ମଙ୍ଗଳ ଓ ଉନ୍ନତି ହୁଏ ତାହେଲେ ଭଗବାନ ଯେତେବେଳେ ସେମାନଙ୍କ ଭଗବାନ ତାଙ୍କର ଲୀଳା ସାରି ତାଙ୍କର ଧାମକୁ ଗୋଲକ ଧାମକୁ ଯାଇଥାନ୍ତି ହେରି ସେତେବେଳେ ବା ଆବସେଣ୍ଟ ଅଫ ଲଭ ଭଗବାନଙ୍କ ଅନୁପସ୍ଥିତିରେ ଭଗବାନ କୋଉଠି ବର୍ତ୍ତମାନ ଲୀଳା କରି ଗୋଲକ ଧାମ ପଳେଇଲେ ବର୍ତ୍ତମାନ ଭୂତାନାଂ କ୍ଷମାୟଚ ଭବାୟଚ କିପରି ହଉଛି ବା କିପରି ହବ ସବୁ ଏଇ ଧର୍ମ ଗ୍ରନ୍ଥ ପଢିକି ଭାଗବତମକୁ ପଢିକି କଳିଯୁଗର ମାନବ ଆରେ ମୁଁ ଲିଙ୍କ ବୁଝ ଆପଣ ଆନ୍ସର ବୁଝୁନି ଓହୋ ମୁଁ ସରି ସରି ଲିଙ୍କ ବୁଝ ମୁଁ ଲିଙ୍କ କହୁଛି ମୁଁ ପ୍ରଶ୍ନ ପଚାରୁନି ମୁଁ ଲିଙ୍କ ବୁଝ ଆଗ ଆପଣ ଜାଣିଛନ୍ତି ବୋଲି କହି ଦଉଛନ୍ତି କହିବାର ଉଦ୍ଦେଶ୍ୟ ହଉଛି ଭଗବାନ ଯେତେବେଳେ ତାଙ୍କ ଲୀଳା ସମ୍ପାଦନ କରି ତାଙ୍କର ଧାମକୁ ଯାଇଥାନ୍ତି ହେରି ସେତେବେଳେ କିପରି ଜୀବ ମାନଙ୍କର କଲ୍ୟାଣ ଓ ଉନ୍ନତି ହୁଏ ବୁଝିହେଲା ତାହେଲେ କିପରି ଜୀବ ମାନଙ୍କର ଉନ୍ନତି ହୁଏ ତାର କଥା ଏଠି କୁହାଯାଉଛି 14 ନମ୍ବର ଶ୍ଲୋକରେ ବୁଝିପାରିଲେ ସମସ୍ତେ ନା ଆଉଥରେ କହିବି ବୁଝିଗଲା ପ୍ରଭୁ ବୁଝିଗଲା କଣ ବୁଝିହେଲା ବ୍ରହ୍ମଚାରୀ ପ୍ରଭୁ ଭଗବାନ ଯେତେବେଳେ ମାନେ ତାଙ୍କର ନିଜ ନିଜ ସ୍ଥାନକୁ ଚାଲି ଯାଆନ୍ତି ତାପରେ ଲୋକମାନଙ୍କୁ କେମିତି ଉଦ୍ଧାର ହବ ଆଉ ଉନ୍ନତି ହବ ଠିକ ତାପରେ କିପରି ଝିଅ ମାନଙ୍କର ଉନ୍ନତି ହବ ନା କଲ୍ୟାଣ ହବ କଲ୍ୟାଣ ହବ ଉନ୍ନତି ହବ ଯଦି ଏ ପ୍ରଶ୍ନ ଉଠେ ତାହେଲେ ଏହାର ଉତ୍ତର 14 ନମ୍ବର ଶ୍ଲୋକରେ ଦିଆଯାଉଛି ଚାଲନ୍ତୁ ପଢିବା आपन्नः संस्कृति घोरा जन्म जातनां दिवसो गृणन् ततः सद्य विमुच्य जत् बिभेति स्वयं भयम् आपन्नः संस्कृति घोरां जत्नां विवशो गृणन् ततः सद्य विमुच्येत् जत् बिभेति स्वयं भयम् परंतु
आपन संस्कृति ततः सत्यो विमुच्येत् यत् बिभति स्वयं समस्ते केटे पढ़देले ठीक अछि आपन्न अर्थात दुखरे पड़िथिबा अर्थात कि प्रकार दुख विभिन्न प्रकार दुख नहीं का जन्म मृत्यु जरा व्याधि आध्यात्मिक आदि भौतिक आदि दैविक पुणी आहरी दुख अछि ये सब दुखरे पड़िथिबा संस्कृति जन्म मृत्यु चक्र रे ये दुख घोरांग बड़ जटिल जत जहांकर नाम अद्य नाम दिवस अज्ञात शरीरे दिवस अर्थ कहला अज्ञात शरीरे बा असहाय अवस्था रे अज्ञात शरीर हो असहाय अवस्था माने जेतेले हमर बॉडी फंक्शन करेनी इंद्रिय इनएक्टिव हो जाए बुझिपारछन तो कर्म इंद्रिय इनएक्टिव हो जाए असहाय अवस्था बा विवश अवस्था कहउछ हम जाउछ कोन गोटे एक्सीडेंट हेगला भोस किना हम रोड रे पड़िछ असहाय हेकी से असहाय अवस्था रे बुझिपारछन तो असहाय अवस्था रे बा अज्ञात शरीरे गुणान अर्थात उच्चारण करिबा ततः सेतुरु शब्द संगे संगे विमुच्यते स्वतंत्र हेबा जत जहा विभेति भयं स्वयं व्यक्तिगत भावे भयं साक्षात भय अनुवाद जगत गुरु श्रील प्रभुपाद की जय जन्म मृत्यु चक्र रे घुरुथिबा जीव भगवान श्रीकृष्ण पवित्र नाम को अज्ञात सारे उच्चारण कले सुधा तत्क्षणात जन्म मृत्यु चक्रु मुक्त हो पारे कारण तांका नाम रे साक्षात भय मध्य भयभीत होता है जन्म मृत्यु चक्र रे गुरु थिबा ए जीव बा विवश जीव अपन संस्कृति विभिन्न प्रकार कष्ट दुख जंत्रणा रे छटपट होइथिबा ये विवश जीव असहाय जीव अज्ञात शरीर यदि भगवान का नाम कर देला अज्ञात शरीर माने जानिनी ये भगवान ए हरि बोल ए राम ए कृष्ण ए गोविंद ए गोपाल अज्ञात शरीर तार पुଅ को डाकी पारे तार झील को डाकी पारे तार बंधु बांधव फ्रेंड्स को डाकी पारे यदि अज्ञात शरीर भगवान का नाम करुची बाप असहाय अवस्था पार्टी भगवान का नाम बाहरी गला असहाय अवस्था रे एक्सीडेंट हो जाइए रोड पड़ी छटपट होची और कहीं ना असहाय अवस्था दे पार्टी बाहरी पड़ा हे कृष्ण हे गोविंद हे गोपाल हे राम दे असहाय अवस्था बाहरी गला फिर भी तत्क्षणात कहे से जन्म मृत्यु चक्रु मुक्त हो पारे कहीं ना नाम तांका नाम माने भगवान कर नाम रे साक्षात भय मध्य भयभीत होता है जो भय को समस्ते भयभीत होता सी भय मध्य भगवान कर नाम को भयभीत होता है बुझिले हरे कृष्ण देखो श्लोक देखो आपन्न संस्कृति घोरान जत नाम विभोष गुणान ततः सद्य विमुचते जात विभेति स्वयं भयम अर्थात यही प्रकार समस्तंकर समृद्धि पाई एवं श्रेय पाई भगवान अवतरित होइथांती भूतानां क्षमाय च भवाय च अर्थात समस्त प्राणी मानकर मंगल निमित्त उन्नति निमित्त भगवान
ଅବତରିତ ହୋଇଥାନ୍ତି ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍। ଏହାକୁ ଋଷିମାନେ କହୁଛନ୍ତି। ନାଇଁ କଣ ଋଷିମାନେ କହିଲେ ନା କଣ ନା ଭଗବାନଙ୍କର ଯସ୍ୟ ଅବତାରଂ ଭୂତାନାଂ କ୍ଷମାୟ ଚ ଭବାୟ ଚ, ଯାହାଙ୍କର ଅବତାର ସମସ୍ତ ପ୍ରାଣୀଙ୍କର ମଙ୍ଗଳ ଓ ଉନ୍ନତି ନିମିତ୍ତ ହୋଇଥାଏ। ଏବଂ ଅବତାର କାଳରେ ଉତ୍ପନ୍ନ ଫଳକୁ ମଧ୍ୟ କହିଲେ, ଅର୍ଥାତ୍ ଯେତେବେଳେ ଭଗବାନ ଅବତରିତ ହୁଅନ୍ତି ସେତେବେଳେ ଏ ଅବତରିତ ହବାର ଫଳ କଣ ନା ଭଗବାନ ଅବତରିତ ହେଲେ ସମସ୍ତ ଜୀବ ମାନଙ୍କର ଉନ୍ନତି ବା କଲ୍ୟାଣ ହୋଇଥାଏ। ଭଗବାନ ଅବତରିତ ହେଲେ ଅର୍ଥାତ୍ ଭଗବାନ ଅବତରିତ ହେବାର ଫଳକୁ କୁହାଯାଉଛି। ପରନ୍ତୁ ପ୍ରଶ୍ନ ଉଠୁଛି, କଣ ପ୍ରଶ୍ନ ନା ଭଗବାନ ତାଙ୍କର ଧାମ ବୈକୁଣ୍ଠ ଚାଲି ଯାଇଥାନ୍ତି। ତାଙ୍କର ଲୀଳାକୁ ସମ୍ପାଦନ କରି ଭଗବାନ ତାଙ୍କର ଧାମ ବୈକୁଣ୍ଠ ଚାଲି ଯାଇଥାନ୍ତି, ତେବେ କେଉଁ ପ୍ରକାର ଫଳ ପ୍ରାପ୍ତ ହେଇଥାଏ ବା ତେବେ କିପରି ଝିଅ ମାନଙ୍କର ଉନ୍ନତି ବା କଲ୍ୟାଣ ହୋଇଥାଏ। ଭଗବାନ ତାଙ୍କର ଧାମକୁ ଯାଇଥାନ୍ତି, ତାହେଲେ କେଉଁ ପ୍ରକାର ଫଳ ଝିଅମାନେ ପାଇଥାନ୍ତି? ଯେମିତି ଅବତରିତ ହେଲେ ଫଳ ପାଇଲେ କ୍ଷମାୟଚ ଭବାୟଚ, ବର୍ତ୍ତମାନ ଭଗବାନ ତାଙ୍କର ଲୀଳାକୁ ପଳେଇଲେ ଧାମକୁ ପଳେଇଲେ, ତାହେଲେ ସେତେବେଳେ ଜୀବ ମାନଙ୍କର କିପରି କଲ୍ୟାଣ ହେଇଥାଏ ବା ଝିଅମାନେ କାହାର ଆଶ୍ରୟ ନିଅନ୍ତି? ତାକୁ କୁହାଯାଉଛି ଘୋର, ଅର୍ଥାତ୍ ନିରନ୍ତର 3 ପ୍ରକାର ଯୋଉ ତାପରେ ଯୁକ୍ତ 3 ପ୍ରକାର ତାପ ମାନେ ଆଧ୍ୟାତ୍ମିକ, ଆଦି ଭୌତିକ, ଆଦି ଦୈବିକ, ଏ ପ୍ରକାର 3 ତାପରେ ଯୁକ୍ତ ଭୟଙ୍କର ସଂସ୍କୃତି ଅର୍ଥାତ୍ କଣ ଜନ୍ମ ମୃତ୍ୟୁ ଯୁକ୍ତରେ ଏ ଯୋଉ ସଂସାରରେ ପ୍ରାପ୍ତ ହୋଇଥିବା ଜୀବ କଣ କରେ ନା ଏ ସଂସାର ରୂପକ ଅଗ୍ନିରେ ଦଗ୍ଧୀଭୂତ ହେଉଥିବା ଜୀବ ବା ଦହନ ହେଉଥିବା ଜୀବ ବିଭୋଷ ଅର୍ଥାତ୍ ଅସହାୟ ଅବସ୍ଥାରେ ହଉ ବା କୌଣସି ଅସହାୟ ଅବସ୍ଥା ମାନେ ତାର ଇନଆକ୍ଟିଭ ଇନ୍ଦ୍ରିୟ ହେଇଯାଇଥିବ, ପୁରା ଅସହାୟ ଅବସ୍ଥାରେ ହଉ କି ମରିବା ସମୟରେ ହଉ, ଯଦି ଯଦି ଅଜ୍ଞାତ ସାରରେ ମଧ୍ୟ ତାର ନାମ ଭଗବାନଙ୍କ ନାମ ଯଦି ପାଟିରେ ପଳେଇ ଆସିଲା, ତତ୍କ୍ଷଣାତ୍ ସିଏ ସଂସାର ରୂପକ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ହୋଇଯାଇଥାଏ। ଖବର ଉଦ୍ଦେଶ୍ୟ ହଉଛି ଭଗବାନଙ୍କର ନାମ କଲେ ଜଣେ ଏ ସଂସାର ରୂପକ ଜନ୍ମ ମୃତ୍ୟୁର ଚକ୍ରରୁ ଉଦ୍ଧାର ହେଇଯାଇଥାଏ। ଭଗବାନ ଥିଲେ, ଅବତରିତ ହୋଇଥିଲେ, ଅବତରିତ ଫଳ କଣ ହେଲା? ସମସ୍ତ ଜୀବ ମାନଙ୍କର କଲ୍ୟାଣ ହେଲା ଏବଂ ଉନ୍ନତି ହେଲେ। ବର୍ତ୍ତମାନ ଭଗବାନ ନାହାନ୍ତି, କିନ୍ତୁ ଝିଅ ମାନଙ୍କର କିପରି କଲ୍ୟାଣ ହବ ବା କିପରି ଉନ୍ନତି ହବ ନା ଯେତେବେଳେ ସମସ୍ତ ଝିଅ ମାନେ ଭଗବାନଙ୍କର ନାମ କରିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନ ନାହାନ୍ତି ସତ, କିନ୍ତୁ ଭଗବାନ ନାମ ରୂପରେ ଅବତରିତ ହଉଛନ୍ତି, ସର୍ବଦା ଅବତରିତ ହଉଛନ୍ତି। କଳି ଯୁଗେ ନାମ ରୂପେ କୃଷ୍ଣ ଅବତାର, ଅର୍ଥାତ୍ ଭଗବାନ ସିନା ତାଙ୍କ ଲୀଳାକୁ ସମାପନ କରି ତାଙ୍କର ଧାମକୁ ପଳେଇଲେ, କିନ୍ତୁ ଭଗବାନଙ୍କର ନାମ ହଉଛି ଭଗବାନ ଠାରୁ ଅଭିନ୍ନ ଏବଂ ଏଇ ନାମ ଭଗବାନ ଥରେ ଅବତରିତ ହୁଅନ୍ତି, କିନ୍ତୁ ଭଗବାନଙ୍କର ନାମ ସର୍ବଦା ଅବତରିତ, ସର୍ବଦା ଅବତରିତ ହଉଛନ୍ତି। କେତେବେଳେ ଅବତରିତ ହଉଛନ୍ତି? ଯେତେବେଳେ ଆମେ ଭଗବାନଙ୍କ ନାମ କରିବା, ଭଗବାନଙ୍କ ନାମ କରିବା ସାଙ୍ଗେ ସାଙ୍ଗେ ଭଗବାନ ଅବତରିତ ହେବେ। ତାହେଲେ ଯେତେବେଳେ ଭଗବାନଙ୍କ ଆବସେଣ୍ଟରେ ବା ଭଗବାନ ସିନା ତାହେଲେ ସମ୍ପାଦନ କରି ପଳେଇଲେ, କିନ୍ତୁ ନାମ ଅଛନ୍ତି ନା, ନାମ ସର୍ବଦା ଅବତରିତ ହଉଛନ୍ତି। ତେଣୁ ଯିଏ ହଉଛି ନାମ କରିବାର ଫଳ ବା ଭଗବାନଙ୍କ ଆବସେଣ୍ଟରେ ପ୍ରତ୍ୟେକ ଜୀବ, ଏଇ କଳି ଯୁଗରେ ଜୀବ ଭଗବାନଙ୍କର ନାମ ଯାହା ଭଗବାନ ଠାରୁ ଅଭିନ୍ନ
तार आश्रय नहीं ए जन्म मृत्यु रूपक चक्र रु उद्धार हो। तेणु कहुची भगवान पळेले मध्य अवतरित होइकी तांकर संपादन करी पळेले मध्य नाम रही भगवान अनंत नाम अछि। तो ये अनंत नाम जे करिव से प्राणी मध्य उद्धार हब। ये होची श्लोकर सारांश। बुझिहेला? हरे कृष्ण। ଆଜ୍ଞା ପ୍ରଭୁ तो ବୁଝିଲି। पेज वाइज पढ़े आपण सेठी लिख दे पेज वाइज ना आपण कंफ्यूज हो जिवे। हमरा जी केते 14 नै देखा समझते तो संस्कृति घोरम भयानक भौतिक जीवन यार अर्थ कौन? भयानक भौतिक जीवन अर्थ कौन ना भयानक भौतिक जीवन अर्थात ये जो जीव सर्वदा दुख कष्ट जंत्रणा पाउची। आध्यात्मिक आधिभौतिक आधिदेविक जन्म मृत्यु जरा व्याधि ये भयानक भौतिक जीवन रे कह विवश हुए असहाय हुए। मृत्यु आसले आम कौन करिपरिबा? मृत्यु को देखुचे आम किछि करिपरुचे? पिता आगे पुत्र चली जाउची बा माँ आगे झील चली जाउची बा पुत्र आगे पिता चली जाउची। आम समस्त असहाय कि नहीं कहतु? आम समस्त असहाय। आम देखुचे आम सामने रे ट्रेन एक्सीडेंट ही अनेक लोक असहाय अवस्था मृत्युवरण कर आम आखि सामने देखुचे मृत्यु को विभिन्न लोकर मृत्यु देखुचे। तेणु मत कहतु आम समस्त असहाय कि नहीं? ठीक आम समस्त असहाय और सद्य अर्थात तत्काल जैसे वाक्यांश अजामिल जैसे व्यक्तियों की और इशारा करते हैं। अर्थात ये वाक्य कह विवश अर्थात असहाय अवस्था रे जेपरी अजामिल भगवान कर नाम करुला असहाय अवस्था रे जदियो पुत्र नाम था नारायण किंतु से जानला जे नारायण होची भगवान कर नाम। आज असहाय अजामिल ना गोड़ काम करुची ना हाथ काम करुची ना ठीक से देखी पारुची ना ठीक से आग्रह करि पारुची पूरा इनएक्टिव असहाय अवस्था चाहिए मध्य किछि करि परियो नाही। एई विवश बा असहाय अवस्था कौन करथिला ना निजर पुत्र को डाकुथिला भगवान को नुह पुत्र को। हे नारायण नाना खाइलु नाना पीलु नाना शोइलु हे नारायण मो चपल डाइलु हे नाना पांटी देलु। ए विवश अवतारे भगवान कर नाम करथिला नारायण 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 नारायण। प्रभु के एक नाम का उच्चारण मात्र से ही भय उत्पन्न हो जाता है। मूल रूप से ही स्वयं भय जैसे स्वयं भगवान अर्थात भगवान का नाम रही स्वयं भय जो भय महाकाल के रूप में साकार हुआ जो ब्रह्मांड का विनाश करता है ये होची भय। भय अर्थात जो भय महाकाल अटे अर्थात जो भय को समस्त डरती ये ब्रह्मांड को विनाश करी थाए। टोटल ब्रह्मांड को विनाश करते जो भय जो महाकाल बा जो भय को समस्ते डरी थांती बा जो भय द्वारा समस्ते भयभीत होती स्वयं भय कौन कहते ना भगवान का नाम को कौन करता है ना भयभीत होता है। भगवान का नाम द्वारा स्वयं भयभीत होता है। स्वयं भय माने जो भय महाकाल अटे अर्थात महाकाल रूप समस्त ब्रह्मांड को जो विनाश करता है जो भय को समस्ते डरी था जो भय समस्ते की भयभीत करें से भय भगवान का नाम द्वारा भयभीत होता है।
देखो यदि स्वयं भय भगवान का नाम द्वारा भयभीत होता है, फिर मृत्यु और मृत्यु के स्वामी जम की यम की क्या बात है। अर्थात जोटी स्वयं भय बा महाकाल भयभीत होउछंती सेठेई मृत्यु कथा कौन आलोचना करिबा। मृत्यु किपरि भयभीत हो तो आपण माने अंदाज करंतु। एवं मृत्युर स्वामी जमराज किपरि भयभीत होतेबे भगवान का नाम को आपण माने बुद्धि लगांतु, आपण माने विचार करंतु। जोठी भय स्वयं भयभीत होउछंती भगवान का नाम द्वारा सेठे मृत्यु किपरि भयभीत हो तो भगवान का नाम द्वारा आपण बुद्धि लगांतु। मृत्युर स्वामी जमराज किपरि भयभीत होते भगवान का नाम द्वारा भयभीत होते आपण माने बुद्धि लगांतु। एवं जम के सेवको जैसे तुच्छ प्राणी को भय की क्या बात है। अर्थात जो स्वयं मृत्युर स्वामी जमराज भगवान का नाम को डरुछंती जमराज जो प्राणी किए जमदूत से कथा कौन आलोचना करिबा। तेणु जो अजामिल असेहार भगवान का नाम करथला अर्थात जमदूत जमराज जमदूत को कहउछंती जदि जने भगवान का नाम करुची ता पाखु जीव नहीं कारण सी मो स्वामी नाम करुछंती। जो जमदूत मानकर कन्फ्यूज थिला कि हमर स्वामी होते जमराज तार कन्फ्यूज से दिन क्लियर होला जे ना ना नहीं आम स्वामी को ऊपर मध्य आउ जणे स्वामी अछंती। कहर उद्देश्य विवश अवस्था रे जेपरि अजामिल नारायण 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 कहिकी भगवान को प्राप्त कला बा जन्म मृत्यु रूप चक्र उद्धार पाई गला ताहले जो माने नाम रो महिमा जानिकी भगवान कर नाम करछंती सेमान कथा कौन आम आलोचना करिबा। जो माने प्रिपेयर है कि मते नाम कले सकल करिया परे मते जल्दी सोई पड़िबो निज को प्रिपेयर करी भगवान का नाम करछंती सेमान कथा कौन आलोचना करिबा। जो माने भगवान का नाम को संकल्पबद्ध आई विल चैंट 16 राउंड्स पूरा संकल्प करिकी प्रत्यय करिकी जप करछंती सेमान कथा कौन कहिबा। जोटी विवश अवस्था रे असहाय अवस्था रे खाली नाम करिकी अज्ञान से नाम करिकी जो माने उद्धार होचंती जो माने ज्ञात से नाम करी सेमान कथा कौन आलोचना करिया। तेणु यदि भगवान तांकर लीला संपादन करी गोलक धाम जाइथांती हेरी किंतु तांकर नाम सर्वदा ए जगत रे अवतरित होचंती। तेणु भगवान गले मध्य जने भगवान कर नाम करी ए भौतिक जगत रु आराम से अति सहज रे उद्धार हो परिबो। तेणु जने भगवान कर नाम रे जीवा उचित है। हरे कृष्ण एतिके कार किछ प्रश्न अछि। हरे कृष्ण कार किछ प्रश्न अछि भावार्थ जीवा। हरि बोल सब बुझिले तले बुझिले तो जदि भगवान धर धाम को चली जाइथांती बा भगवान का उपस्थिति रे भगवान कर नाम ही जीवनकर कल्याण छ नहीं का भगवान कर नाम ही जीवर कौन करे कल्याण करे उन्नति करे। ये हूँ प्रश्न उत्तर तेरे सौनिकादि से पचार कि कौच कौन कौच तो सैनिक ऋषि मैंने प्रश्न पचार भगवान गला परे झील मानकर किपरि कल्याण हम ओ जीवन किपरि उन्नति करेंगे तार उत्तर कौन होला झील मैंने भगवान का नाम रास्ते नहीं तांकर कल्याण हो परिबो वा उन्नति हो परिबो। क्यों कौच ना इको कह होची नहीं तो एक हो ठीक है हरे कृष्ण एबे ठीक है हरि हरि।
ମୋड ହଉଛି ନା ନାଇଁ ତ। ଭାବାର୍ଥ ପଢ, ବାକ୍ୟ ମଧ୍ୟ ପଢ। ହରେ କୃଷ୍ଣ। କ୍ଲିୟର ପଢିବେ, ଗୋଟେ ଲାଇନ ବୁଝେଇ ବୁଝେଇ ପଢିବେ। ବାସୁଦେବ ବା ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କର ପରମ ନିୟନ୍ତ୍ରଣକାରୀ ଅଟନ୍ତି। 13 ତ ଗୋଟେ ମିନିଟ କେତେ ମିନିଟ 14 ସରି। ପଢନ୍ତୁ। ଏ ସୃଷ୍ଟିରେ ଏପରି କେହି ନାହିଁ ଯେ ସର୍ବଶକ୍ତି ମାନଙ୍କ କ୍ରୋଧରେ ଭୟଭୀତ ନ ହୋଇଛି। କଣ ଅର୍ଥ କହୁନାହାନ୍ତି ଆପଣ, ନ୍ୟୁଜ ପେପର ପଢିଲା ବେଳେ ପଢନ୍ତୁ। ଭଗବାନ ହେଉଛନ୍ତି ପରମ ସମସ୍ତଙ୍କର ନିୟନ୍ତ୍ରଣକାରୀ ଅଟନ୍ତି, ସବୁ ଜୀବ ମାନଙ୍କ। ସମସ୍ତଙ୍କ ନିୟନ୍ତ୍ରଣ, ଭଗବାନ ହେଲେ ପରମ ନିୟନ୍ତ୍ରଣକାରୀ। ପରମ ନିୟନ୍ତ୍ରଣକାରୀ ମାନେ ସର୍ବଶ୍ରେଷ୍ଠ ନିୟନ୍ତ୍ରଣକାରୀ, ଅର୍ଥାତ ଭଗବାନଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି। ହେଲା କି ଭଗବାନଙ୍କ ସମାନ କେହି ନିୟନ୍ତ୍ରଣକାରୀ ନୁହନ୍ତି। ଭଗବାନ ହେଲେ କଣ? ସର୍ବଶ୍ରେଷ୍ଠ ନିୟନ୍ତ୍ରଣକାରୀ, ପରମ ମାନେ ସର୍ବଶ୍ରେଷ୍ଠ, ତାଙ୍କ ଉପରେ କେହି ନାହାନ୍ତି। ଏ ସୃଷ୍ଟିରେ ଏପରି କେହି ନାହିଁ ଯେ ସର୍ବଶକ୍ତି ମାନଙ୍କ କ୍ରୋଧରେ ଭୟଭୀତ ନ ହୋଇଛି। କିଏ କିଏ ନ ହେଇଛି କ୍ରୋଧ? କିଏ କ୍ରୋଧରେ ଭୟଭୀତ ନ ହେଇଛି? ଭଗବାନ କ୍ରୋଧରେ, ଭଗବାନ କ୍ରୋଧରେ, ଭଗବାନ କ୍ରୋଧ ହେଇଥିଲେ କିଏ ଭୟଭୀତ ହେଇନାହାନ୍ତି? ସମସ୍ତେ ହେଇଛନ୍ତି। ସମସ୍ତେ ହେଇଥିଲେ ନା। ଇଭେନ ଭଗବାନ କ୍ରୋଧରେ କଣ କରୁଥିଲେ? ହିରଣ୍ୟକଶ୍ୟପକୁ ଫାଡୁଛନ୍ତି। କ୍ରୋଧ ଶାନ୍ତ କରିବା ପାଇଁ ସ୍ୱୟଂ ବ୍ରହ୍ମାଜୀ ମଧ୍ୟ ଡରେ ଯାଉନାହାନ୍ତି, ସ୍ୱୟଂ ଶିବଜୀ ମଧ୍ୟ ଯାଉନାହାନ୍ତି। ଆରେ ବ୍ରହ୍ମା ଶିବଙ୍କ କଥା ଛାଡ, ଭଗବାନଙ୍କର ସ୍ୱପତ୍ନୀ ମା ଲକ୍ଷ୍ମୀ ମଧ୍ୟ ଯାଉନାହାନ୍ତି। ନାଇଁ 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 ନାଇଁ, ମୁଁ ଯିବିନି। ବୁଝିପାରିଲେ ତ? ମନେକର ଚକ୍ରଧରକୁ ରାଗି, ଆଜ୍ଞା ମତେ କଣ କହିବେ? ଯିବେନି? ସେଇ ଅବସ୍ଥା। କଣ ତେଣୁ ଭଗବାନ କ୍ରୋଧିତ ହନ୍ତି, ସେତେବେଳେ ଭଗବାନଙ୍କ କ୍ରୋଧରେ ସମସ୍ତେ ଭୟଭୀତ ହୋଇଛନ୍ତି। ରାବଣ, ହିରଣ୍ୟକଶିପୁ, କଂସ ଏବଂ ଅନ୍ୟ ଅସୁରମାନେ ଯେଉଁମାନେ ଅତ୍ୟନ୍ତ ବଳଶାଳୀ ଥିଲେ, ସେମାନେ ସମସ୍ତେ ଭଗବାନଙ୍କ ହାତରେ ମରିଛନ୍ତି। ପୁନଶ୍ଚ ସର୍ବଶକ୍ତିମାନ ଭଗବାନ ବାସୁଦେବ ନିଜ ନାମକୁ ନିଜ ଶକ୍ତିରେ ସମନ୍ୱିତ କରି ନେଇଛନ୍ତି। ବୁଝିଲେ ନା କଣ? ଆଜ୍ଞା। ପୁନଶ୍ଚ ସର୍ବଶକ୍ତିମାନ ଭଗବାନ ବାସୁଦେବ ନିଜ ନାମକୁ ନିଜ ଶକ୍ତିରେ ସମନ୍ୱିତ କରିଛନ୍ତି, ଅର୍ଥାତ ଭଗବାନ ନାମ ନାମ କାରି ବହୁଧା, ନିଜ ସର୍ବଶକ୍ତି ଭଗବାନ ତାଙ୍କର ନାମରେ ସମସ୍ତ ଶକ୍ତି ପ୍ରଦାନ କରିଛନ୍ତି। କଣ୍ଟିନ୍ୟୁ। ଢୋଲ କଣ ହେଲା? ଏଠାରେ ପ୍ରତ୍ୟେକ ବସ୍ତୁ ତାଙ୍କ ସହ ସମ୍ବନ୍ଧିତ ଏବଂ ପ୍ରତ୍ୟେକ ବସ୍ତୁକୁ ତାଙ୍କ ସମ୍ବନ୍ଧରୁ ହିଁ ଚିହ୍ନିବ। ୟା ଅର୍ଥ କଣ? ପ୍ରତ୍ୟେକ ବସ୍ତୁ ଅର୍ଥାତ ଏ ଜଗତର କଣ? ସମସ୍ତ ଜଗତର ପ୍ରତ୍ୟେକ ବସ୍ତୁ ଭଗବାନଙ୍କ ଠାରୁ ବାହାରିଛି। ତେଣୁ ପ୍ରତ୍ୟେକ ବସ୍ତୁକୁ ଆମେ ଭଗବାନଙ୍କ ସହିତ ସମ୍ବନ୍ଧିତ କରିପାରିବା, ମାନେ ଭଗବାନଙ୍କ ସହିତ ଯୋଡି ପାରିବା, ଭଗବାନଙ୍କୁ ଅର୍ପଣ କରିପାରିବା ବା ଭଗବାନଙ୍କର ସେବା କରିପାରିବା। ଯେଉଁ ବସ୍ତୁ ଦ୍ଵାରା ଭଗବାନଙ୍କର ଆମେ ସେବା କରିପାରିବା ନାହିଁ, ସିଏ ହଉଛି ମାୟା। ବୁଝିପାରିଲେ ତ? ସିଏ ହଉଛି କଣ? ମାୟା। ଅର୍ଥାତ ଆମେ ମନରେ ଥରେ ଥରେ ଭାବୁଛେ, ମୁଁ କ୍ରୋଧକୁ କିପରି ଭଗବାନଙ୍କ ସେବା ଲଗେଇ ପାରିବି? କ୍ରୋଧକୁ ଭଗବାନ ସେବା ଲଗେଇ ପାରିନି, ହନୁମାନ ପୁଣି କ୍ରୋଧକୁ ଭଗବାନ ସେବା ଲଗେଇଲେ କି ନାହିଁ? ରାକ୍ଷସ ମାନଙ୍କୁ ମାରିକି ତାଙ୍କର କ୍ରୋଧକୁ ଭଗବାନଙ୍କ ସେବା ଲଗେଇଲେ। ବୁଝିହଉଛି ତ? ଲୋଭକୁ ଭଗବାନ ସେବା ଲଗେଇ ପାରିବା, କ୍ରୋଧ, ମଦ, ମାତ୍ସର୍ଯ୍ୟ ସବୁ ଭଗବାନଙ୍କ ଠାରୁ ବାହାରିଛି। ତେଣୁ ଯିଏ ଭଗବାନଙ୍କ ସେବାରେ ନ ଲଗଉଛି, ଅର୍ଥାତ ତା ପାଇଁ ସେଟା ମାୟା। ମନେକର ଆକା ମତେ ରାଗି ହଉଛନ୍ତି, କ୍ରୋଧ କରୁଛନ୍ତି, ପୁରା ରାଗି। ସେ ରାଗଟା ଯଦି ଭଗବାନଙ୍କ ସେବା ଲଗଉନାହାନ୍ତି ମାନେ କଣ? ସେ ମାୟାର ସେବା କରୁଛନ୍ତି। କାରଣ ଭଗବାନ ସମ୍ମତ କରିପାରିଲେ ନାହିଁ। ଯଦି ଭଗବାନଙ୍କ ସମ୍ମତ କରିଦେଲେ, ଯେମିତି ହନୁମାନଙ୍କ ଭଳିଆ ବା ବିଭିନ୍ନ ଭକ୍ତମାନଙ୍କ ଭଳିଆ, ତାହେଲେ ସେଇଟା
ଭକ୍ତିରେ ଯିବ ହରି। ତେଣୁ ସେଥିପାଇଁ କୁହାଯାଇଛି ପ୍ରତ୍ୟେକ ବସ୍ତୁ ଭଗବାନ ସୃଷ୍ଟି ହେଇଛି ଏବଂ ପ୍ରତ୍ୟେକ ବସ୍ତୁକୁ ଆମେ ଭଗବାନ ସହ ସମ୍ବୋଧ କରିପାରିବା। ବୁଝିପାରିଲେ ତ? ଯଦି କରୁନେ ସେଇଟା ହଉଛି ମାୟା। କ୍ଲିୟର? ଏଠାରେ କୁହାଯାଇଛି ଆଜ୍ଞା, ଏଠାରେ କୁହାଯାଇଛି ଯେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ସାକ୍ଷାତ ଭୟକୁ ହିଁ ଭୀତସ୍ତ୍ରତ କରାଏ। ଏଥିରୁ ଭଗବାନଙ୍କର ନାମ देखो भगवान का नाम अर्थात जब विभेति स्वयं भयम अर्थात स्वयं भय जो महाकाल जो भय से स्वयं भय मध्य भगवान का नाम को विभेति अर्थात डरी थाए। भगवान का नाम को भगवान नाम द्वारा भयभीत होता है। ଏଥିରୁ ପରିଷ୍କାର ଭାବରେ ଜଣା ପଡୁଛି ଯେ କୃଷ୍ଣ ନାମ କୃଷ୍ଣ ଠାରୁ ଅଭିନ୍ନ ଅଟେ। हरि बोल। यार अर्थ कौन? एथुरो परिष्कार जना पड़छ अर्थ कौन कहंतु? के बुद्धिमान व्यक्ति अछंत हमर? एथुरो माने कोइथुरो? अरे कृष्ण थिला बेले जेपरी राक्षस माने बद्ध होउथिले, जे मानकर उद्धार होउथिला, कृष्ण नथिले मध्ये तांकर नाम राक्षस मान को उद्धार करूछि, महात्मा मान को उद्धार करूछि। तांकर नाम को साक्षात भगवान कृष्ण को जेमिति समस्त डरुथिले, माने असुर प्रभृति लोक डरुथिले, सेहीपरि भगवान का नाम मध्य स्वयं भय मध्य डरुछि। तेणु एथुरो जଣା पडुछि जे भगवान कृष्ण एवं तांकर नाम भितरे किछि पार्थक्य नाही बा अभिन्न अटे। बुझेनि बोधे? भगवान कृष्ण तले धराधाम थिले लोक मानकर क्षमाच भवाच होउतला कि नहीं? ଆଜ୍ଞା होउतला। वर्तमान कृष्ण पळैछंती तांकर नाम द्वारा लोक मानकर क्षमाच भवाच होउछि कि नहीं? ଆଜ୍ଞା जितले भगवान कृष्ण थिले से बड़ बड़ राक्षस माने बद्ध होउथिले बा भयभीत होउथिले, डरुथिले, भय करथिले। वर्तमान कृष्ण नाहंती, भगवान का नाम द्वारा मध्य स्वयं भय विभेति भय मध्य भयभीत होउछि। हाँ कि नहीं? ଆଜ୍ଞା ताले कहंतु भगवान कृष्ण एवं तांका नाम भितर कोन पार्थक्य रहला? जेपरि क्षमाय च भवाय च कृष्ण थिला बेले समस्त जीव मानकर कल्याण होउथिला, उन्नति होउथिला। ऐसा न सेहीपरि कृष्ण नाहंती, भगवान नाहंती, किंतु तांका नाम द्वारा मध्य समस्त जीवंकर कल्याण होउछि एवं उन्नति होउछि। ताले कृष्ण एवं तांका नाम भितर कोन पार्थक्य रहला? बुझियोनी? हां ବୁଝି ହଉଛି ପ୍ରଭୁ, ପାର୍ଥକ୍ୟ କିଛି ନାହିଁ ତ। कौन रेणुमा बुझियोनी? ଆଜ୍ଞା ପ୍ରଭୁ। बुझियला तो? गीतांजलि मां बुझियला तो मां? हां ना खाया पीवा आइटम रे बुझिया हबो? खाया आइटम रे बुझियछियो ताले कोन खाया आइटम रे बुझियदा? हां ବହୁତ ହେଇଯାଇଛି। कृष्ण प्रभु बुझी होची म्यूट हो जाई छ नो पर बुझियोस तो? बुझी होची प्रभु आज्ञा हां ताले आगु चलन ताले म्यूट करना आगु चलन तो। ଅଭିନ୍ନତା ନାମ ନାମିନଃ। ଏଇଥିପାଇଁ କୃଷ୍ଣଙ୍କ ତୁଲ୍ୟ ଅଶକ୍ତିଶାଳୀ। ସେମାନଙ୍କ ମଧ୍ୟରେ କୃଷ୍ଣ ଓ କୃଷ୍ଣ ନାମ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତେଣୁ ଯେକୌଣସି ବ୍ୟକ୍ତି ମହାନ ବିପଦ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କର ପବିତ୍ର ନାମର ଲାଭ ଉଠାଇପାରେ। ଏପରିକି ଶ୍ରୀକୃଷ୍ଣଙ୍କର ଦିବ୍ୟ ନାମ ଅବସ୍ଥା ଚକ୍ରରେ ପଡ଼ି ବା ଦୁର୍ଘଟଣାରେ ପଡ଼ି ଅଜ୍ଞାତସାରରେ ଉଚ୍ଚାରଣ କଲେ ସୁଦ୍ଧା ତାହା ବ୍ୟକ୍ତିକୁ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର କରେ। अज्ञात सारे दिवस रे कले भगवान का नाम जीव को उद्धार करे। ताले जो माने ज्ञात सारे करछंती सेमानकर कोन हबो रेणुमा?
ଉଦ୍ଧାର ହେଇ ଗୋଲକ ବୃନ୍ଦାବନ। जो मैंने प्लान प्रोजेक्ट करी भगवान का नाम कर सेमानकर कौन लाभ हम गीतांजलि माँ कौन तो म्यूट ହେଇଯାଇଛି ମାତା। म्यूट अनम्यूट करंतु ସ୍ୱୟଂ ଭଗବାନଙ୍କ ଶରୀର ଲୀନ ହେଇଯିବେ ଆଉ अरे लिंग होइछे बहुत ଭଗବାନ ପାଖକୁ ଯିବେ ଆଉ ହରେ କୃଷ୍ଣ हाँ ପ୍ରଭୁଜୀ ମୁଁ भानु କହିଲି पाखु ସ୍ୱୟଂ हाँ भानु पाखु जे लीन होइबेनी हमें मन ହଁ पाखु ନାଇଁ ଭଗବାନ ପାଖକୁ ଯିବେ ଆଉ। ठीक अच्छे हरे कृष्ण तुमने कहर उद्देश्य हमर जो प्रश्न थिला जे भगवान अवतरित होतिबा समय रे प्रत्येक जीवंकर मंगल होतला उन्नति होतले तेणु वर्तमान भगवान नाहंती समस्त जीवन किपरि कल्याण हबो ताले किपरि कल्याण हबो ନାମ ଦ୍ୱାରା नाम द्वारा भगवान का नाम द्वारा समस्त जीव मानकर कल्याण हबो तेणु आमे